Sì, mi piace. Stavo parlando di siete ma anche a me qui Sasco Sastuti, Mubizasco sono quando spasso amaro palazzote. Non bisogna poi iniziare a fredare mare. Non sapevo se posti sposare mai, posti sposare la America, non so. So un punto. Vediamo. Jalpur Samudi, Jalpur India, Oitio, Makia, Kai, Jai, Gauri, country from home. କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଶୁଣିବାକୁ ଜମା ଇଚ୍ଛା କରୁନଥିବା ଶ୍ରୋତାମାନେ ଏବଂ ମୋବାଇଲ ମନସ୍କ ଆପଣମାନେ କିନ୍ତୁ ମୁଁ ଯେହେତୁ ଦୂରରୁ ଆସିଛି ମୋ ଅନ୍ତରକୁ ଆଳାପ ତାଙ୍କ ସହିତ ନିଶ୍ଚୟ କରି ମହାନାଟକର ମହାନାୟକ ସେଭଳି ଜଣେ ନାଟ୍ୟକାର ଯେ ଶେଷ ପାହାଚରେ ସେ ଲେଖିପାରନ୍ତି ତାଙ୍କର ଆତ୍ମଲେଖ ଏବଂ ଜଣେ ଉତ୍ତମ ସାରସ୍ୱତ ବ୍ୟକ୍ତିତ୍ୱ ଓଡିଆ ନାଟକର ଏକ ସ୍ପର୍ଶିତ ଉଚ୍ଚାରଣ ଆପଣମାନେ ଜାଣନ୍ତି ସେ ଏଭଳି ଜଣେ ନାଟ୍ୟକାର ଯେ ବନ୍ୟାୟ ପାଣିରେ ତିଆରି କରିପାରନ୍ତି ସମୁଦ୍ର ଏବଂ ଯେ ଧୃତରାଷ୍ଟ୍ରର ଆଖିରେ ପଛପଟେ ରହୁଥିବା ସବୁବେଳେ ପଛ କାନ୍ଥ ଦେଇ ଦେଖୁଥିବା ବାପା ମାନଙ୍କର ଆଙ୍କି ପାରନ୍ତି ଏମିତି ସବୁଦିନ ବାପା ମାନଙ୍କୁ ଦେଖେ। ଆପଣ କଣ କହିବେ ଆଜି ମହାନାଟକର ମହାନାୟକ ଯୋଉ ଆପଣଙ୍କର ପୁସ୍ତକ ଯୋଉଟା ଉନ୍ମୋଚନ ହେଲା? ମୁଁ ଜାଣିନି ରାଉରକେଲାରେ ଗୋଟେ ଅନୁଷ୍ଠାନ ଅଛି ରଙ୍ଗମଞ୍ଚ, ସେମାନେ ଏଇଟା କରୁଛନ୍ତି। ମୁଁ ଶୁଣିଛି ଯେ ଗୀତ ଯାକ ହେଇଛି ବୋଲି, ବର୍ତ୍ତମାନ ଶୁଣିଲି ଗୀତ ଯାକ ଭଲ ହେଇଛି। ଆଉ ଟିକେ ପ୍ରିପାରେସନ ହେଇଥିଲେ ଭଲ ହେଇଥାନ୍ତା। ଆଉ କେତେବେଳେ କଣ ହେଲା ପିଲାମାନେ କରିଛନ୍ତି ସବୁ, ମୋ ଶୁଭେଚ୍ଛୁ ମାନେ ମୋ କୃତଜ୍ଞ। ସେମାନଙ୍କ ପାଇଁ ବାର୍ତ୍ତା କଣ ରହିବ? ସେମାନଙ୍କ ପାଖରେ ମୁଁ କୃତଜ୍ଞ। ତାଙ୍କ ପାଇଁ ବାର୍ତ୍ତା ଆଉ କଣ, ସେମାନେ ମୋର ଜନ୍ମଦିନ ପାଳିଛନ୍ତି। ବହୁତ ଲୋକ, ମୋର ଡର ହଉଛି ଶତ୍ରୁ ହେଇଯିବେ। କାହିଁକି ହେଲା ଆମର ହଉନି ନା ହେଇପାରେ। ବାର୍ତ୍ତା ଟିକେ ପରିଚୟ ଦେବି। ମୁଁ ଡକ୍ଟର ଦେବାନନ୍ଦ ଦାସ, ଓଡ଼ିଆ ଅଧ୍ୟାପକ, କିନ୍ତୁ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କର ଜଣେ ମୁଗ୍ଧ ପ୍ରଶଂସକ। ଓଡ଼ିଆ ନାଟକ କହିଲେ ମୁଁ ତାଙ୍କୁ ହିଁ ବୁଝାଏ ଏବଂ ମୋର ମଧ୍ୟ ଗୋଟେ ଆକାଂକ୍ଷା ରହିଛି ଯେ ତାଙ୍କର ସମସ୍ତ ନାଟକ ଗୁଡାକୁ କିଭଳି ଭାବେ ନବ ମୂଲ୍ୟାଙ୍କନ କରି ଲୋକଲୋଚନକୁ ଆଣିବା ପାଇଁ, ଏବଂ ଏଇଟା ତାର ଗୋଟେ ଅବସର ଥିଲା। ଏଇ ଅବସରରେ ଆମେ ତାଙ୍କ ନାଟକର ନୂଆ ରୂପକୁ ଲୋକମାନଙ୍କ ପାଖରେ, ପାଠକମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛୁ। ଆଜି ତାଙ୍କ 3ଟି ପୁସ୍ତକ ଉନ୍ମୋଚନ ହେଇଛି, ଗୋଟେ ଆଲୋଚନା ପୁସ୍ତକ ଏବଂ 2ଟି ନାଟକ ପୁସ୍ତକ। କିନ୍ତୁ ସବୁଠୁ ବଡ କଥା ଯେ ନାଟ୍ୟକାର ଭିତରେ ବନ୍ଧା ପଡିଥିବା ରମେଶ ପାଣିଗ୍ରାହୀଙ୍କର ଗୋଟେ ନୂଆ ପରିଚୟ ଆଜି ସୃଷ୍ଟି ହେଲା ଯେ ସେ ଜଣେ ସଫଳ କୀର୍ତ୍ତି କବି। ଆକାଶବାଣୀ କଟକ ଦ୍ୱାରା ସେ ସ୍ୱୀକୃତି ପ୍ରାପ୍ତ ଜଣେ ଗୀତି କବି, ଯାହାଙ୍କର 100ରୁ ଉର୍ଦ୍ଧ୍ୱ ଗୀତି କବିତା ରହିଛି ଏବଂ ସେଇଭଳି କିଛି ଗୀତି କବିତାକୁ ଭିତ୍ତି କରି ଆଜି ଆମେ ଗୋଟେ ଆଲବମ ପ୍ରସ୍ତୁତ କଲୁ, ତୁମ କଥା ମନେ ପଡେ, ଏବଂ ତାହା ମଧ୍ୟ ଆଜି ଲୋକାର୍ପିତ ହେଲା। ତେଣୁ ରମେଶ ପାଣିଗ୍ରାହୀଙ୍କର ପରିଚୟ ସହିତ କେବଳ ସମାଲୋଚକ ନୁହନ୍ତି, ଆଲୋଚକ ନୁହନ୍ତି, ଗାଳ୍ପିକ ନୁହନ୍ତି, ଉପନ୍ୟାସିକ ନୁହନ୍ତି, ନାଟ୍ୟକାର ନୁହନ୍ତି, ଜଣେ ସଫଳ ଗୀତି କବି ବୋଲି ଆଉ ଗୋଟେ ଅଧ୍ୟାୟ ହଉଛି ଯୋଡି ହେଇଗଲା। ଏବଂ ଏକାଶୀତମ ଜନ୍ମ ଦିବସରେ ଆମେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛୁ। ମୁଁ ପ୍ରଜନ୍ମର ସମ୍ପାଦକ ଏବଂ ପ୍ରଜନ୍ମ ପରିବାର ସବୁବେଳେ ତାଙ୍କ ସହିତ ରହିଛି। ତାଙ୍କୁ ଯେତେ ସମ୍ଭବ ଉପରକୁ ତାଙ୍କର କୃତିକୁ ଲୋକଲୋଚନକୁ ଅଣାଯାଇ ପାରିବ ସେ ଦାୟିତ୍ୱ ନେଇଛି ଏବଂ ଆଶା କରୁଛୁ ଯେ ଆମେ ପୁଣି ଆସନ୍ତା ବର୍ଷ ଏମିତି ଗୋଟେ ଉତ୍ସବକୁ ଆସିବୁ ଏବଂ ଯୋଉ ଉତ୍ସବରେ ଆସିଲା ବେଳକୁ ରମେଶ ପାଣିଗ୍ରାହୀଙ୍କ ଉପରେ ଢେର ସାରା କାମ କରିକି ଆସିଥିବୁ।